ତାକୁ ଇଟା ଖପାଡ଼ିବ ତାର ଏମିତିକା ଜାଗାରେ ଇଟାଟା ବସିଲା ଯେ ସେ ସେଠି ହାଟ ପେଲେଇକି ପଡ଼ିଲା। ସର୍ବପ୍ରଥମେ ସାମ୍ବାଦିକ ଭାଇମାନଙ୍କୁ ମୋର ନମସ୍କାର, ନୂଆ ବର୍ଷର ଅଭିନନ୍ଦନ ଜଣାଉଛି। ମୁଁ ପୋଲିସ ବିରୁଦ୍ଧରେ ପୋଲିସର ଯେଉଁ ପ୍ରଶାସନର ଗୁଣ୍ଡାରାଜ ଚାଲିଛି, ଖାସ କରି ଆଳି ବ୍ଲକ ଜୁଆଣିଆ ପଞ୍ଚାୟତ ଉପରେ ମିଛ ଏଫଆଇଆର ହେଉଛି। ଖାସ କରି ଏଇ 2 ଦିନ ହେଲା କୁମୁଦିନୀ ପାତ୍ର ଯିଏକି ତାଙ୍କର କେହି ନଥିଲେ, ପିଲାଛୁଆ କେହି ନାହାନ୍ତି, ସିଏ ଘର ପାଇଛନ୍ତି। ସେ ଘର ଇନ୍ଦିରାବାସ ତାଙ୍କୁ ଦିଆଯାଇଛି। ତାଙ୍କ ଘରକୁ ପୋଲିସ ପ୍ରଶାସନ ଲଗାଯାଇ ତାଙ୍କୁ ବନ୍ଦ କରାଗଲା। ବନ୍ଦ କରାଗଲା ପରେ ସେମାନଙ୍କୁ ପୋଲିସ କେସ୍ କରି କାଲି ସର୍ବେଶ୍ୱର ଭୂୟାଙ୍କୁ ହଠାତ୍ ପୋଲିସ ଆଲୋକ ରଥ ଆସି ତାଙ୍କ ଘରେ ପଶି ତାଙ୍କ ମିସେସକୁ ତାଙ୍କ ସାମ୍ନାରେ ମିସେସଙ୍କ ସାମ୍ନାରେ ତାଙ୍କୁ ମାରପିଟ କରିଛନ୍ତି। ତାଙ୍କ ନାକରୁ ବ୍ଲଡ ବାହାରୁଥିଲା। ସିଏ ପ୍ରତିବାଦ କରିବାରୁ ତାଙ୍କ ମିସେସକୁ ପେଲାଠେଲା କରିଛନ୍ତି, ଅଶ୍ଳୀଳ ଲାଙ୍ଗୁଏଜରେ ଗାଳିଗୁଲଜ କରିଛନ୍ତି ଆଲୋକ ରଥ। ଆଉ ତାଙ୍କର ଭାଇ ବୋଉ ତାଙ୍କୁ ବିରୋଧ କରିବାରୁ ସେ ଭିଡ଼ିଓ ବି ମୋ ପାଖରେ ଅଛି, ଆପଣଙ୍କୁ ମୁଁ ଭିଡ଼ିଓ ବି ଦେଇଦେବି ମିଡ଼ିଆ ଭାଇମାନଙ୍କୁ। ତାଙ୍କୁ ବି ଅଶ୍ଳୀଳ ଭାଷାରେ ଲାଙ୍ଗୁଏଜରେ ଗାଳିଗୁଲଜ କରିଛନ୍ତି। କଲା ପରେ ସର୍ବେଶ୍ୱର ଭୂୟାଙ୍କୁ ସେ ନେଇଯାଇଥିଲେ। ଆଉ ଆମର ଇଏ ସର୍ବେଶ୍ୱର ଭୂୟାଙ୍କ ଉପରେ ଯେଉଁ କେସ୍ ହେଇଥିଲା, ସେ କାଉଣ୍ଟର କେସ୍ ବି ଯାହା ଉପରେ ହେଇଥିଲା, ସେମାନଙ୍କୁ ପୋଲିସ କୌଣସି ଆକ୍ସନ ନେଇନି। ଆଜିକି 1.5 ବର୍ଷ ହେଇଗଲାଣି ବାରମ୍ବାର ମିଛ ଅଭିଯୋଗରେ, ଯେହେତୁ ମୁଁ ଲୋକ ପ୍ରତିନିଧି, ଯେକୌଣସି କାମ ପଡ଼ୁ ଲୋକମାନେ ମୋତେ ଖୋଜୁଛନ୍ତି। ମୁଁ ଲୋକଙ୍କ ପାଖରେ ଭଲ ମନ୍ଦ ସାଧାରଣ ଲୋକଙ୍କ ପାଖରେ ମୁଁ ଯାଇ ଛିଡ଼ା ହେବା ସତ୍ତ୍ୱେ ମିଛ କେସ୍ ମୋ ନାଁରେ କରାଯାଉଛି, ମୋ ଲୋକଙ୍କ ନାଁରେ କରାଯାଉଛି। ଏ ପ୍ରେସ୍ ମିଟ୍ ଡାକିବାର କାରଣ, ଆଲୋକ ରଥ ପ୍ରତି କୌଣସି ଆକ୍ସନ ଯଦି ନ ନିଆଯାଏ, ଆଗାମୀ ଦିନରେ ଆମେ ଥାନା ଘେରାଉ କରିବୁ। ଆଉ ଏସ୍ପିକି ଆମେ କାଲି ଯାଇକି ଏତଲା ଆଲୋକ ରଥ ନାଁରେ ଆମେ ଦେବୁ। ଆଉ ଏ ବିଷୟରେ ମୋର ଅଛନ୍ତି ଯିଏ ସାନ ମା ଅଛନ୍ତି, ପୋଲିସ ଯାହାଙ୍କ ପ୍ରତି ଅତ୍ୟାଚାର କରିଛନ୍ତି ସେମାନେ ତାଙ୍କର କହିବେ। ଆଉ ଗ୍ରାମବାସୀ ଅଛନ୍ତି, ମା ମାନେ ଅଛନ୍ତି, ଆଉ ସେମାନେ ବି ତାଙ୍କର ବକ୍ତବ୍ୟ ରଖିବେ। ଆଲୋକ ରଥ ଆଳି ଥାନାର ଜଣେ ଏଏସ୍ଆଇ। ଆଉ ସିଏ ଆଳି ଉପରେ ତାଙ୍କର 2 ଥର ଟ୍ରାନ୍ସଫର ହେଇସାରିଲାଣି। ଟ୍ରାନ୍ସଫର ସତ୍ତ୍ୱେ ବି ସିଏ ରହିଛନ୍ତି ପ୍ରଭାବଶାଳୀ। ସିଏ କହୁଛନ୍ତି ଯେ ମୋର କିଛି ହବ ନାହିଁ, ମୋର ଉପରେ କୌଣସି ପ୍ରଭାବଶାଳୀ ଲୋକ ଅଛନ୍ତି, ମୋର କେହି କିଛି କରିପାରିବେ ନାହିଁ। ସେ ରାସ୍ତାଘାଟରେ ଗାଡ଼ି ହଉ, ରାତିରେ ପେଟ୍ରୋଲିଂ ହଉ, ଚାନ୍ଦା ଆଦାୟ କରୁଛନ୍ତି। ବାରମ୍ବାର ସମସ୍ତଙ୍କୁ ମେଣ୍ଟାଲି ଟର୍ଚର କରୁଛନ୍ତି, ମିଛ କେସ୍ରେ ପଇସା ନେଉଛନ୍ତି। ଆଉ ଆମେ ଚାହୁଁଛୁ ଯେଉଁ ଆମ ଗାଁରେ ଯେଉଁ ମହିଳାଙ୍କ ପ୍ରତି ଯେଉଁ ଅତ୍ୟାଚାର, ଯେଉଁ ପ୍ରକାର ମାଡ଼ ଆସାମୀ ଭାବିକି ମହିଳାମାନଙ୍କୁ ଅତ୍ୟାଚାର, ମହିଳାମାନଙ୍କୁ ମାରିଛନ୍ତି, ସେ ବାବଦରେ ଦୃଢ଼ ନିନ୍ଦା ମୁଁ କରୁଛି। ମୋ ଗ୍ରାମବାସୀ ବି ନିନ୍ଦା କରୁଛନ୍ତି। ଯଦି ଏ ବିଷୟରେ କୌଣସି ଆଗାମୀ ଦିନରେ ପଦକ୍ଷେପ ନ ନିଆଯାଏ, ଆମେ ରାସ୍ତା ରୋକ କରିବୁ, ଥାନା ଘେରାଉ କରିବୁ, ବେଳ ପଇଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବୁ, ଡିଜିଙ୍କୁ ଭେଟିବୁ। ଆଲୋକ ରଥ ପ୍ରତି ଦୃଢ଼ ଆକ୍ସନ ନିଆଯିବା ଆମେ ଚାହୁଁଛୁ। ଦୃଢ଼ ଆକ୍ସନ ତାଙ୍କ ଆଲୋକ ରଥ ପ୍ରତି ନିଆଯାଉ। ମତେ ଘରୁ ଯାହା ଦେଢ଼ଶୁର ସବୁ ବାହାର କରିଦେଲେ। କୁମୁଦିନୀ ପାତ୍ର ଘରୁ ବାହାର କରିଦେଲେ। ମୁଁ ଆସି କଣ କଲି, ପାଇକିନା ଦୁଆରେ ବସିଲି। ମତେ ଆଉ କେହି ଡାକିଲେନି। ମୁଁ ଆସି ଦୋକାନ ଘରେ ଶୋଇଲି। ଆସି ବର୍ଷେ ହେଲାଣି ଦୋକାନ ଘରେ ଶୋଉଛି, କେହି ମତେ ଡାକୁନାହାନ୍ତି, ଇଏ କରୁନାହାନ୍ତି। ତାପରେ କଣ କଲେ ନା, ଇନ୍ଦିରାବାସ ମିଳିଲା ଯେତେବେଳେ ସରପଞ୍ଚ ଦେଲେ, ମତେ ଦେଲେ ଯେମିତି ଘର କନି। ତାପରେ ସେ ଝିଆରୀ ଆଉ ଝିଆରୀ ଯୋଉ ଆସିକି ମତେ ମାରି ଗରମ ପାଣି ଢାଳି, ବୁଢା ବୁଢୀକି ଗରମ ପାଣି ଢାଳିଲେ। ଢାଳିକି ପେଣ୍ଟିଆଣୁ ଆଗ ପାଳିକି ତାକୁ କଣ କଲେ ନା ମାଇଲେ। ମାରିକି ତାପରେ ଗଲେ, ମୁଁ ଯିବି ଥାନାକୁ, ଡାକ୍ତରଖାନା ଯିବି ନା ଥାନାକୁ ଯିବି। ଡାକ୍ତରଖାନା ହେଇକି ଥାନାକୁ ଯିବାକୁ ଆମ କେସ୍ ଦବା ନଗେଇଲେନି ପୋଲିସ ମାନେ। ଆଉ ଯିଏ ଆମ ନେଇ ଗାଁ ବାଲା ଆପତ୍ତି କଲେ, ସିଏ ତାଙ୍କ ନାଁରେ କେସ୍ ଦେଇକି ଲୋକ ନେଇ ଯାଇଛନ୍ତି। ଆପଣ ଥାନାରେ ଅଭିଯୋଗ କରୁଛନ୍ତି? ହଁ, ଥାନା ବାଲା ଆମ ଦୁଃଖ କିଛି ଶୁଣିଲେନି। ଦୁନିଆ କଥା କହିଲେ, ଅଭାଷା କରି କହିଲେ। ନା, ଆମକୁ ନ୍ୟାୟ ଦିଅ। ଆମର ତ ନ୍ୟାୟ ମିଳୁନି ଜମା। ମାରୁଛନ୍ତି, ଧରୁଛନ୍ତି, ସବୁ କରୁଛନ୍ତି, ଆମକୁ ନ୍ୟାୟ ମିଳୁନି। ରଶ୍ମିତା ଭୂୟାଁ ଆମ ନନାକୁ ମାରିଲେ। ମୁଁ ତାଙ୍କୁ କହିଲି କାହିଁକି ମାରୁଛ, ପ୍ୟାନ୍ ଫ୍ୟାନ୍ ଟଣାଟଣି କଲେ। ତାପରେ କଣ କଲେ ନା, ନନାଙ୍କ ହାତ ଧରି ମୋଡ଼ିଲେ, ବାଁଶ ଭିତରେ ପକେଇଲେ। ଆଲୋକ ରଥ କହିବାରୁ
पुलिस कहू मत बहुत खराब खराब भाषा कहले एमती से भाषा कही हेबनी काहे पुलिस काहे आपनको मारला आगे काहे की मारला पुलिस काहे की आपन घर को आस्थिले आम नना को गोड़ागोड़ी कले गोड़ागोड़ी कौन पाई करछन्ती कहली तापर बांस भीतर हाथ पुरेकी मोड़दिले हाथ पसिकी प्याण भीतर भी हाथ पुरेली मुझे सब एमती कौन एठी करछन्ती ଏହା କହିବାରୁ ମତେ ବହୁତ ଖରାପ ଖରାପ ଭାଷା କହିଲେ ଏମିତି ଭାଷା କହିଲେ ଯେ ସେ କଥା କହିବି ହବନି ଆପଣ ଆପଣ ତାର ସେ ଭାଷାର ପ୍ରତିବାଦ କରୁଥିଲେ ପ୍ରତିବାଦ ଆଉ କଣ କହିବି ବେଶୀ ଖରାପ କଥା ଭାଷା କହିବାକୁ ଗୋଟେ ଅଭିଯୋଗ କିଛି କରୁଛନ୍ତି କି ଖରାପ ଭାଷା ପୋଲିସ ଆସେ ଇଏ କଲେ ତାଙ୍କ ଉପରିସ୍ଥ ଅଧିକାରୀଙ୍କ ସହିତ କିଛି ଅଭିଯୋଗ କରୁଛନ୍ତି ହଁ ଭିଡିଓ ବି ହେଇଛି ତାଙ୍କର ଉପରିସ୍ଥ ଅଧିକାରୀ ତାଙ୍କର ଯୋଉ ବଡ ବାବୁଙ୍କୁ ଆପଣ ଜଣାଇଛନ୍ତି କି ବିଷୟରେ କେସ୍ ହବା ଆଉ ମୋ ନାଁ ହଉଛି ଶାନ୍ତିଲତା ନାୟକ। କଣ ହେଇଛି କଣ ହେଇଛି ମାନେ ସିଏ କାମ କରିବାକୁ ଆସିଥିଲେ ଦିନ ମଜୁରିଆ ଲୋକ। ସେ ଦିନ ମଜୁରିଆ ଲୋକ କାମ କରିବାକୁ ଆସିଛି ତାକୁ ଇଟା ଖପାଡ଼ିବ ତାର ଏମିତିକା ଜାଗାରେ ଇଟାଟା ବସିଲା ଯେ ସେ ସେଠି ହାଟ ପେଲେଇକି ପଡିଲା। ସିଏ ଯେତେବେଳେ ପଡିଲା ତାକୁ ପୁଣି ଲୋକ ଉଠେଇବେ ନା ଉଠେଇବେ ନା ସେ ପଡିଥିବ ସେଇଠି। ସେ କାମ କରିବାକୁ ଆସିଛି ଦିନ ମଜୁରିଆ ଡେଲି ଖଟିଲେ ଡେଲି ଖାଇବ। ସେ ଯୋଉ ଏଇସାତେ ମାସେ ହେଲା ଘରେ ପଡିଛି ତାକୁ ଏପର୍ଯ୍ୟନ୍ତ କିଛି କଥା ନାହିଁ ତା ଦେହରେ ଖାଲି ପୋଲିସ ଆସୁଛନ୍ତି ଯାଉଛନ୍ତି ଦେଖିଦେଉଛନ୍ତି କିଛି ନାହିଁ ଖାଲି ଲୋକଙ୍କୁ ଉଠେଇବା ଲାଗି ରହିଛନ୍ତି ଆଉ କିଛି ନା। ଆରେ ଯୋଉ ଲୋକଟା ପ୍ରକୃତ ଦୋଷୀ ତାକୁ ତମେ ଇଏ କର ଶାସ୍ତି ଦିଅ ବିନା ଦୋଷୀ ଗୁଡାକୁ ଶାସ୍ତି ଦଉଛ କାହିଁକି? ପୋଲିସ କଣ ଅପରାଧ କରୁଛି ପୋଲିସ ଅପରାଧ କଣ ପୋଲିସ ତ ଗିଅଣା ବାଣା ଦଉଛନ୍ତି ବାଡି ଘିତିକି ଦଉଛନ୍ତି ବାଡେଇବା ଲାଗି ଓଲଟା ଆହୁରି ଅଭଦ୍ର କଥା କହୁଛନ୍ତି। ସରପଞ୍ଚକୁ ଜଣେଇଲା ବେଳକୁ ସରପଞ୍ଚଙ୍କ ନାଁରେ କେସ ଦଉଛନ୍ତି। ଆମେ ଏଇ ତ କଥା ସବୁ ଆଉ କଣ ଇଏ ଗୋଟେ ଲୋକ ସୁଧୁ ନିରୀହ ଆରେ କିଛି ନାହିଁ ଆରେ କିଛି ନାହିଁ ମାନେ ଆକୁ ଓଲଟା ଲୋକ ଦୟା ପାଇବା ପୋଲିସ ଏଭଳି କରି ପ୍ରଭାବିତ କରଉଛି ଆକୁ ଘର କରେଇଦେଲେନି ଦ୍ୱାର କରେଇଦେଲେ ସେ ତା କଥା ଛାଡ ତା କଥା ଆମେ କାହିଁକି କହିବୁ ସେ କଥା ସିଏ ତାର କହିବ। ଆପଣଙ୍କ ଦିଅର କିଏ ଦିଅର ତମର କଣ ହେଇଥିଲା ଘଟଣା ହେଇଥିଲା ସିଏ ତାକୁ ଡାକିକି ଆଣିଥିଲା ତାଙ୍କର କାମ କରିଥିଲା ସେ କାମ କରୁଥିଲା ସିଏ କାମ କରୁଥିଲା ଯଦି ସିଏ ତାକୁ ଧରିକି ସେ ଯୋଉ ଝିଅ ଗୁଡାକ ତାଙ୍କର ବାହା ହେଲା ଝିଅ ଦିଟା ସିଏ ଧରିକି ଇଟା ଖପାଡି ସେ ନଈକି କାମ କରୁଛି ଏମିତିକା ଜାଗାରେ ଇଟାଟା ବସିଗଲା ଯେ ମାନେ ସେ ସେଇଠି ହାମୁଡେଇକି ପଡିଗଲା। ତାକୁ ଲୋକ ଆଇଲେ ଉଠେଇବା ପାଇଁ ତାକୁ ଯୋଉ ଲୋକ ଉଠେଇବାକୁ ଆସିଲେ ସେଇ ଲୋକ ବି ସେତେ ଆରେଷ୍ଟ ହେଇଛନ୍ତି। ସେ ପୋଲିସ ତାକୁ କେମିତି ଆରେଷ୍ଟ କଲା ଯେ ଇଏ ଲୋକଟା କଟକରେ ପଡିଛି ସାଥେ ଲୋକ ବେମାରରେ ପଡିଛି ତାକୁ ବି କିଛି ବୁଝିଲେନି ତା କଥା। ତାପରେ ସରପଞ୍ଚକୁ ଜଣେଇଲେ ସରପଞ୍ଚ ନାଁରେ ହେଇ କେସ ହେଲା। ପୋଲିସ ପ୍ରଭାବିତ କରିବାର ଆପଣଙ୍କ କାରଣ କଣ? କାରଣ କଣ ତାଙ୍କର ଆମେ ସେ କଥା କହିପାରିବୁନି ସେ ବହୁତ ଇଏ କରୁଛନ୍ତି ଗିଅଣା ବାଣା ଦଉଛନ୍ତି ଗୋଟେ ଅଭଦ୍ର ଭଳିଆ ଯେମିତି ଗୋଟେ ମଦୁଆ ମାତାରିଆରେ କାମ ହଉଛନ୍ତି ନା ଏଡେ ଅଭଦ୍ର ପୋଲିସ କୋଉଠି ଅଛନ୍ତି। ଆମେ ଦିନ ଭିକାରୀ ହେଇପାରୁ କିନ୍ତୁ ଆମ ଘରେ ଏସବୁ ଭାଷା ନାହିଁ। ସେ ଗୋଟେ ଏତେ ବଡ ଚାକିରି କରିଛନ୍ତି ଗଭର୍ଣ୍ଣମେଣ୍ଟ ସର୍ଭିସ କରିଛନ୍ତି ଏଇଭଳିଆ ଭାଷା ସବୁ କହିବେ ଗାଁ ଗହଳିରେ ଆସି ଏଇଟା କଣ ବାହାର ଦେଶ ହେଇଛି? ଆପଣ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ଏ ବିଷୟରେ? ଆମେ କିଛି ଜାଣୁନୁ ଆମର କଣ ଦରକାର ଆମେ ଏକମାତ୍ର ଭଗବାନଙ୍କୁ ଡାକୁଛୁ ସିଏ ଯାହା କରିବେ ବିଚାର। ଏମିତି ଶାସ୍ତି ନାହିଁ ବୋଲିକି ତାଙ୍କ ନାଗି କିଛି କଥା ନାହିଁ କହିଦେଲା ମାନେ କିଛି ଇଏ ନାହିଁ। ପୋଲିସ କାହିଁକି ଆପଣଙ୍କ ବିରୁଦ୍ଧରେ ଏତେ ଆକ୍ରୋଶମୂଳକ ପଦକ୍ଷେପ କାହିଁକି କରୁଛନ୍ତି କିଏ ଜାଣିଛି ଏଇ ସାଥେ ଉପର ବାଲା ପାଇଛନ୍ତି ଉପର ବାଲାଙ୍କ କତରୁ ନୋଟ ଖାଉଛନ୍ତି ଭୋଟ ଦଉଛନ୍ତି ଆଉ କଥା ହେଲା ଗୋଟିଏ ଆମ କଥା ସେ କେମିତି ଶୁଣିବେ?